ଜାନୁଆରୀ ରେ ଆସିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କର। ଆଜ୍ଞା ହଁ, ଯଦି ଆପଣ ବି ପିଏମ୍ ଆବାସ ଯୋଜନା ଅଧୀନରେ ଆବେଦନ କରିଛନ୍ତି ନିଶ୍ଚିତ ଚାହିଁ ବସିଥିବେ କେବେ ଆସିବ ୱାର୍କର, ଯାହାକି ଆପଣଙ୍କ ନାମ ଲିଷ୍ଟରେ ଆସିଲେ ଆପଣ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ ଆଉ ସରକାର ମଧ୍ୟ ଆପଣଙ୍କ ଖାତାକୁ ପଠାଇବେ ଟଙ୍କା। ଏହାକୁ ନେଇ ଜାରି ହେଲା ନୂଆ ସୂଚନା। ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଆଣିଛନ୍ତି। ଏଥିରେ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯାଏ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 2.0 ଅଧୀନରେ 1 କୋଟିରୁ ଅଧିକ ଘର ନିର୍ମାଣ ପାଇଁ ଆବେଦନ କରାଯାଇଛି। ତେବେ ମିଳୁଥିବା ସୂଚନା ମୁତାବକ ଆସନ୍ତା ମାସ ଅର୍ଥାତ୍ ଜାନୁଆରୀରୁ ୱାର୍କର ପ୍ରସ୍ତୁତ ହେବାକୁ ଯାଉଛି। ଆଉ ଏହି ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନେ ସୁନିଶ୍ଚିତ ହେବେ କି ସେମାନଙ୍କର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ ଆଉ ସରକାର ମଧ୍ୟ ପଠାଇବେ ଟଙ୍କା। ତେବେ ଲିଷ୍ଟ ଦେଖିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ମଧ୍ୟ ଚେକ୍ କରିପାରିବେ। ତେବେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 28.49 ଲକ୍ଷ ଘର ନିର୍ମାଣ କାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ମୋଟ 28.11 ଲକ୍ଷ ଜଣଙ୍କ ପାଇଁ ଘର ମଞ୍ଜୁରୀ ମଧ୍ୟ କରାଯାଇଛି, ଯାହା ମଧ୍ୟରେ ଅଗଷ୍ଟ 12 ତାରିଖ ସୁଦ୍ଧା 24.24 ଲକ୍ଷ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ତେଣୁ ଏନେଇ ବକେୟା ଥିବା ରାଶି ଓଡ଼ିଶାକୁ ମଧ୍ୟ ମିଳିବାକୁ ଯାଉଛି ବୋଲି ଅନୁମୋଦନ ମଧ୍ୟ କରାଯାଇଛି। ଆପଣ ଜାଣିଥିବେ ଏବେ ପିଏମ୍ ଆବାସ ଯୋଜନା ଅଧୀନରେ ସମସ୍ତ ସର୍ଭେ ମଧ୍ୟ ଶେଷ ହୋଇଛି। ଏବେ ବାକି ରହିଛି ୱାର୍କ ଅର୍ଡର ଆସିବାକୁ ନେଇ। ତେବେ ଯେଉଁମାନଙ୍କର ନାମ ୱାର୍କ ଅର୍ଡର ଲିଷ୍ଟରେ ଆସିବ ସେମାନଙ୍କୁ ମଧ୍ୟ ଟଙ୍କା ଆସିବ ଆଉ ସେମାନେ ମଧ୍ୟ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ଆଉ ଯଦି ଆପଣ ବି ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।